ଆପଣଙ୍କ କାହ୍ନା ସ୍ୱାଇଁ ଯେଉଁ ଅଭିଯୋଗ କରିଛନ୍ତି ସେ ବିଷୟରେ ଆପଣ ପରିଚୟ ରାଜେନ୍ଦ୍ର ମହାନ୍ତି ଫକୋ ବୋଲି ଓଡ଼ିଶାର ସମସ୍ତେ ଜାଣନ୍ତି। ମୁଖ୍ୟ ପରିଚାଳକ ମୁଁ ମୁଖ୍ୟ ପରିଚାଳକ ଯାତ୍ରା ସିଂହ ବାହିନୀରେ। ଅଭିନେତା କାହ୍ନା ସ୍ୱାଇଁ ଯେଉଁ ଅଭିଯୋଗ କରୁଛନ୍ତି ସେଗୁଡ଼ିକ ଆପଣ କ'ଣ କହିବେ? ସେ ବାବଦରେ ମୁଁ ଏହା କହିବି, କାହ୍ନା ସ୍ୱାଇଁ ଓଡ଼ିଶାର ଜଣେ ପ୍ରତିଷ୍ଠିତ କଳାକାର। ଓଡ଼ିଶାର ସମସ୍ତେ ତାଙ୍କୁ ବହୁତ ତାଙ୍କ ଅଭିନୟକୁ ଭଲ ପାଆନ୍ତି। ମଞ୍ଚ ଉପରେ ଅଭିନୟ କଲାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି ବୋଲି ମୁଁ ନିଜେ ଭାବେ। ଜଣେ ପରିଚାଳକ ହିସାବରେ ମୁଁ ଅନୁଭବ କରିଛି, ସେ ଯେଉଁ ମଞ୍ଚରେ ଅଭିନୟ କଲାବେଳେ ମୁଁ ଭାବେ ତାଙ୍କ ସମକକ୍ଷ କଳାକାର କେହି ନାହାନ୍ତି। କିନ୍ତୁ ମଞ୍ଚ ତଳେ ତାଙ୍କର ବ୍ୟବହାର କେତେଟା ଆମକୁ ବହୁତ ଅତିଷ୍ଠ କରିଛି। ଗତ ବର୍ଷ ମୁଁ ତ ତାଙ୍କ ସହିତ ଆଗରୁ ନଥିଲି, କିନ୍ତୁ ଗୋଟେ ବର୍ଷ ଚଳିବା ଭିତରେ ତାଙ୍କର ବ୍ୟବହାର ମୋତେ କେତେଟା କ୍ଷେତ୍ରରେ ମୋତେ ବଡ଼ ଭାଇର ସମ୍ମାନ ଦିଅନ୍ତି, ନନା ନନା ଡାକନ୍ତି, କିନ୍ତୁ ତାଙ୍କର ବ୍ୟବହାର କେତେଟା ମୋତେ ଅତିଷ୍ଠ କରିଛି। ମୋର ସହଭାଗୀ ଯିଏ ସନାତନ ବାବୁ ଥିଲେ, ତାଙ୍କୁ ବହୁତ ଖରାପ ବ୍ୟବହାର ସେ କରିଛି। ମୁଁ ନଥିଲି ସେଦିନ ପାର୍ଟି ପାଖରେ, ବାହାରେ ଥିଲି, କିନ୍ତୁ ସନାବାବୁ କାନ୍ଦିକି ମୋତେ ଯେତେବେଳେ କହିଲେ, ମୁଁ କହିଲି ହଉ ଠିକ୍ ଅଛି, ତୁମେ ଧୈର୍ଯ୍ୟ ଧର। ପାର୍ଟି ହଁ ପଚାରିଲା ପରେ ମୁଁ କାହ୍ନାଙ୍କୁ ପଚାରି ନାହିଁ, କିନ୍ତୁ ସିଏ ଆସିକି ମୋତେ କହିଛନ୍ତି ଏଇଟା ସତ। ସିଏ ଆସିକି ମୋ ପାଖରେ ସ୍ୱୀକାର ନାଇଁ, ଆମେ ଚାହିଁଲୁ ସିଂହବାହିନୀ ପାର୍ଟି, ମୋର ପ୍ରଥମ ଲକ୍ଷ୍ୟ ରହିଲା ସିଂହବାହିନୀ ପାର୍ଟି ଓଡ଼ିଶାର ଯେଉଁ କ୍ରେଜ୍ରେ ବାହାରିଥିଲା, ଓଡ଼ିଶାର 1 ନମ୍ବର ହେଇକି, ସେଇ 1 ନମ୍ବର ହେଇକି ତା'ର ନାଁଟା ବଜେଇକି ଶେଷ ପର୍ଯ୍ୟନ୍ତ ଯାଉ, ସେଇଟାକୁ ଚାହିଁକି ଆମେ ସବୁକିଛି ସହି ଯାଇଥିଲୁ, କିଛି କହିନଥିଲୁ। ବହୁତ ମୁଁ ତାଙ୍କୁ ବି ବୁଝେଇଛି, ବହୁତ ସମୟର ନାଟକ ସରିଲା ପରେ ଡାକିକି ବହୁତ ବୁଝେଇଛି। ସେ ବି ବୁଝନ୍ତି, ବେଳେବେଳେ ବୁଝିଯାଆନ୍ତି ବହୁତ ସରଳରେ, କିନ୍ତୁ ବେଳେବେଳେ ତାଙ୍କର କ'ଣ ହୁଏ, ବ୍ୟବହାର ଟିକେ ଖରାପ କରିଦିଅନ୍ତି, ଅତିଷ୍ଠ ଲାଗେ ଆମକୁ। ତଥାପି ଆଉ କ'ଣ କରିବା, ଆମକୁ ତ ବର୍ଷ ନେଇକି ଚଳିବାକୁ ପଡ଼ିବ। ଯେମିତି ଚାଷୀ ହୁଡ଼ିଲେ ବର୍ଷ। ଯେଉଁ ସୂର୍ଯ୍ୟ ମନ୍ଦିର ଚିଠି କରିଛି, ସେ ଚିଠି ଆପଣଙ୍କ ସଂସ୍ଥା ପାଖରେ ପହଞ୍ଚିଛି, ଆଜ୍ଞା, କ'ଣ ଆପଣ ରହୁଛନ୍ତି କି? ସେ କଥା ଯଦି କଳା ମାଲିକ ମହାସଂଘ ନିଷ୍ପତ୍ତି ନିଅନ୍ତି, କଳା ପିୟୁଷକୁ ଅଭିନୟ କରିବା ପାଇଁ ଅନୁମତି ଦିଅନ୍ତି, ହୁଏତ ପିୟୁଷ ଆମ ପାଖକୁ ଆସିପାରେ ବୋଲି ମୁଁ ଭାବୁଛି।